ସମସ୍ତଙ୍କୁ ମୋର ନମସ୍କାର। ଆଇ ହୋପ୍ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ମୁଁ ବି ଭଲରେ ଅଛି। ଦିଲ୍ଲୀରେ ପ୍ରବଳ ଶୀତ ପଡୁଛି। କମ୍ବଳ ଗୁଡାକ ସବୁବେଳେ ସଜେଇବାକୁ ପଡୁଛି। ଏବେ ସଜେଇକି ରଖିଥିବି, ପୁଣି ଟିକିଏ ପରେ ଥଣ୍ଡା ହେଲେ ପୁଣି ଘୋଡେଇ ହେଇ ପଡୁଛି। କଣ କରିବା, କାମଟା ଟିକେ ଶୀତ ଦିନରେ ବଢିଯାଏ ଆଉ। ଆଜି କଣ ହେଇଛି ଜାଣିଛନ୍ତି? ହଜବେଣ୍ଡ ତାଙ୍କ ଫୋନଟା ଛାଡିକି ହସ୍ପିଟାଲ ପଳେଇଛନ୍ତି। ମତେ ତାଙ୍କ ସାଙ୍ଗ ନମ୍ବରରୁ ଫୋନ କରି କହିଲେ ମୁଁ ଆଜି ଫୋନଟା ଭୁଲିଗଲି, ଦରକାର ହବ, କିନ୍ତୁ କଣ କରିବା, ଭୁଲରେ ତ ଭୁଲି ଯାଇଛନ୍ତି। ଆଜି ସକାଳୁ ସକାଳୁ ମୁଁ ଟ୍ୟୁସନ ବି ରଖିଥିଲି। ସକାଳ 9ଟାରୁ ଛୁଆ ଆସିକି ପଢୁଥିଲା। ମୁଁ ତାକୁ କିଛି ମ୍ୟାଥ କରିବାକୁ ଦେଇଥିଲି, ସେ ତା କାମ କରୁଥିଲା। ଏଇଟା ଗୋଟେ ମୁଁ ଅର୍ଡର କରିଥିଲି ଡ୍ରେସଟେ, ଭେଲଭେଟ ଡ୍ରେସଟେ। କଣ ପାଇଁ କି ଦିଲ୍ଲୀରେ ବହୁତ ଥଣ୍ଡା, ତ ସେଥିପାଇଁ ଏଇଟା ଗୋଟେ ମୁଁ ଭେଲଭେଟ ଡ୍ରେସଟେ ଅର୍ଡର କରିଥିଲି। ଦେଖିବା କେମିତି ଅଛି। ଦେଖା ତ ପୁରା ବହୁତ ହି ସୁନ୍ଦର ଯାଉଛି। ଏଇଟା ବ୍ଲାକ୍ କଲର ଡ୍ରେସଟା ସତରେ ବଢିଆ ଲାଗୁଥିଲା। ଭେଲଭେଟର ଡ୍ରେସଟେ ମୁଁ ଅର୍ଡର କରିଥିଲି। କଣ ପାଇଁ କି ଥଣ୍ଡା ଦିନରେ ଆପଣ କୁଆଡେ ବାହାରକୁ ପିନ୍ଧିକି ବାହାରିଲେ ଭେଲଭେଟ ଡ୍ରେସ ଗୁଡା ଥଣ୍ଡା ବି କମ ଲାଗେ ଆଉ ପିନ୍ଧିବାକୁ ବି ବହୁତ ସୁନ୍ଦର ଦେଖାଯାଏ। ମୁଁ ଯେତିକି ଭାବିଥିଲି ତାଠୁ ଡ୍ରେସଟା ବେଶୀ ସୁନ୍ଦର ଦେଖାଯାଉଥିଲା। ମୁଁ କୋଉ ଅକେଜନ ପାଇଁ ଡ୍ରେସଟା ଅର୍ଡର କରିଛି ଆପଣମାନେ ମୋ ଚ୍ୟାନେଲକୁ ଦେଖନ୍ତୁ, ଆପଣ ନେକ୍ସଟ ଭିଡିଓରେ ଜାଣିପାରିବେ। ଏଟା ସନ୍ଧ୍ୟା ସମୟରେ ମୁଁ ବସିକି ଚୁଡା ମିକ୍ସଚର ଖାଉଥିଲି ଆଉ ହଜବେଣ୍ଡ ମୋର ଭିଡିଓଟା କରୁଥିଲେ। ମତେ ଗ୍ରୀନ କଲର ଚୁଡା ମିକ୍ସଚରଟା ବଢିଆ ଲାଗେ। ସ୍ୱାମୀଙ୍କୁ ଏଇଟା ଏତେ ଭଲ ଲାଗେନି, ତାଙ୍କୁ ପିଙ୍କ କଲର ଚୁଡା ମିକ୍ସଚରଟା ଭଲ ଲାଗେ। ପୁଣି ତାଙ୍କର ଇଚ୍ଛା ଥିଲା ବୋଲି ଗୁପଚୁପ ଆଜି ଖାଇବୁ ବୋଲି ଆମେ 2 ଜଣ ଯାକ ଭାବିଥିଲୁ। ଏଇଟା ଆମେ ଘରେ ହିଁ ଛାଣିଛୁ। ଦେଖନ୍ତୁ ଖଟା ପାଣି ପୁରା ବଢିଆ ଦେଖାଯାଉନି? ପୁରା ଏବେ ବି ମତେ ଭୋକ ଲାଗିଯାଉଛି ଏ ଖଟା ପାଣିକୁ ଦେଖିଲେ। ଏଇ ଭିଡିଓଟି ହେଉଛି ତା ପରଦିନର। ସକାଳୁ ସକାଳୁ ମୁଁ ଶାଗ ବାଛୁଥିଲି, କଣ ପାଇଁ କି ଶାଗ ଭଜା କରାହବ ବୋଲି। ମେଥି ଶାଗ ଗୁଡାକ ବଢିଆ ଆସୁଛି ନା ଏଇ ପାଗରେ। ଏଇ କୁଲାଟା ଦେଖନ୍ତୁ, ମୁଁ ଏଇଟା ଓଡିଶାରୁ ଆଣିଛି। ଜାଣିଛି ଏଟା ପ୍ଲାଷ୍ଟିକର, କିନ୍ତୁ ପ୍ଲାଷ୍ଟିକଟା ହିଁ ବେଶୀ ଦିନ ଚାଲେ ବୋଲି ମୁଁ ପ୍ଲାଷ୍ଟିକଟା ରଖିଛି। ଆଉ ଆଜି ରୋଷେଇବାସ ସ୍ୱାମୀ କରୁଥିଲେ। ଅଣ୍ଡା ତରକାରୀ କରିବି ବୋଲି କହିଲେ, ଆଉ ସେ ରୋଷେଇ ତ ବଢିଆ କରନ୍ତି। ଦେଖନ୍ତୁ ଏଇଟା ସେ ଆଳୁ ଫାଲୁ ତାଙ୍କର ଭାଜିକି ତାଙ୍କର ରୋଷେଇରେ ସେ ପୁରା ଲାଗି ଯାଇଛନ୍ତି, ଆଉ ମୁଁ ଏପଟେ ମୋର ଶାଗ ବଛାରେ ଲାଗିଛି। ଆଉ ଏଇ କୁଲାଟା ତ ମତେ ଏତେ ବଢିଆ ଲାଗୁଛି, ମୁଁ ଏ କୁଲାଟାକୁ ରଖି ଦେଇଥିଲି ଭିତରେ, କିନ୍ତୁ ଆଜି ପୁଣି ବାହାର କଲି। କଣ ପାଇଁ କି ଶାଗ ବାଛିବା ପାଇଁ ବହୁତ ବଢିଆ ଲାଗୁଛି କୁଲାରେ। ଆଉ ସ୍ୱାମୀ ତାଙ୍କର ବ୍ୟସ୍ତ ତାଙ୍କର ରୋଷେଇ ବାସରେ। ସେ କହିଲେ ଆଜି ଅଣ୍ଡା ତରକାରୀ ମୁଁ କରୁଛି, ତମେ ସବୁବେଳେ ରୋଷେଇ କରୁଛ, ଆଜି ମୋ ହାତର ରୋଷେଇ ତମେ ଖାଇକି ଦେଖିବ। ଏଇଟା ଦେଖୁନାହାନ୍ତି, ମସଲା ବସଲା କଷିକି ସେ ପୁରା ରେଡି କରିଦେଇଛନ୍ତି। ଏ ଭିଡିଓଟା ବି ସେ ନିଜେ କରିଛନ୍ତି। କଣ ପାଇଁ କି ମୋର ସେପଟେ ଟ୍ୟୁସନ ଥିଲା ତ ସେ କହିଲେ ହଉ ତମେ ଯାଅ ଛୁଆମାନଙ୍କୁ ପାଠ ପଢାଅ, ଆଜି ରୋଷେଇ ଦାୟିତ୍ୱ ମୋ ଉପରେ ଛାଡି ଦିଅ। ଅଣ୍ଡା ପକେଇକି ତାକୁ କଷିକି ଦେଖୁଛନ୍ତି କେତେ ବଢିଆରେ ଭିଡିଓଟା ବି କରିଛନ୍ତି। ମନଟା ମୋର ଖୁସି ହେଇଯାଏ। ସବୁବେଳେ ତ ଆମେ ଘର କାମ କରୁ, କିନ୍ତୁ କେବେ କେବେ ଯଦି ସ୍ୱାମୀ ରୋଷେଇ କରିକି ଦିଅନ୍ତି ତାହେଲେ ବଢିଆ ଲାଗେ। ଆଉ କେଜାଣି କେମିତି ଏ ପୁଅମାନଙ୍କ ହାତର ସ୍ୱାଦଟା, ମାନେ କେବେ କେମିତି ସିନା ସେମାନେ ରୋଷେଇ କରନ୍ତି, କିନ୍ତୁ ରୋଷେଇର ତାର ଯୋଉ ସ୍ୱାଦ ଥାଏ ନା, ସତରେ ତା ସ୍ୱାଦକୁ ଆଉ କେହି ବି ପାରିବେନି। ଅଣ୍ଡାଟା ସେ ପୁରା କଷି ଦେଇଛନ୍ତି ପୁରା ବଢିଆ ଭାବରେ। ଅଣ୍ଡାଟା ପୁରା ଭଲ ଭାବରେ କଷି ହେଲା ପରେ ସେ ସେଥିରେ ପୁରା ଗରମ ପାଣି ଦେଲେ। ସେ ସବୁବେଳେ କୁହନ୍ତି ଗରମ ପାଣି ସବୁବେଳେ ଦେବା କଥା ବୋଲି, ଖାଇବାରେ ତାଙ୍କ ସ୍ୱାଦଟା ବେଶୀ ଆସେ ବୋଲି। ଆଉ ମୁଁ ତ ସବୁବେଳେ ଧନିଆ ପତ୍ରଟା ପଛରେ ପକାଏ, କିନ୍ତୁ ସେ ଏକା ସାଙ୍ଗେ ଧନିଆ ପତ୍ର ପକେଇକି ପ୍ରେସର କୁକରଟା ବନ୍ଦ କରନ୍ତି। ଆଉ ଏପଟେ ମୁଁ ପଳେଇ ଆସିଥିଲି, କଣ ପାଇଁ କି ମୋ ଟ୍ୟୁସନ ସରି ଯାଇଥିଲା। ତ ମୁଁ ଏଇଟା ରସୁଣ ପକେଇକି ଯୋଉ ମେଥି ଶାଗ ଭାଜୁଥିଲି, ଟିକେ ରସୁଣ ଆଳୁ ଦେଇକି ସେ ମେଥି ଶାଗକୁ ଭାଜିଲି। ମୁଁ ମେଥି ଶାଗରେ କେବେ ବି ପିଆଜ ପକାଏନି। ଆପଣମାନେ କେମିତି ମେଥି ଶାଗ କରନ୍ତି ଟିକେ ଜଣେଇବେ ତ? ମତେ ତ ରସୁଣ ଆଳୁ ଆଉ ମେଥି ଶାଗ ଦେଇକି ଭାଜିଲେ ମୁଁ ଗରମ ଭାତରେ ପୁରା ଥାଳିଏ ଭାତ ଖାଇଦେବି। ମତେ ଡାଲି ବି ଦରକାର ନାହିଁ, କୌଣସି ତରକାରୀ ଦରକାର ହବନି। ଏପଟେ ସ୍ୱାମୀଙ୍କ ଅଣ୍ଡା ତରକାରୀର ତ ଯୋଉ ବାସ୍ନା, ଏତେ ବଢିଆ ବାସ୍ନା, ଆଉ ଦେଖା ବି ବଢିଆ ଯାଉଥିଲା ଆଉ ବାସ୍ନା ବି ବଢିଆ ହଉଥିଲା। ଏପଟେ ସେ ସାଲାଡ ବି କାଟି ଦେଇଥିଲେ। ସତରେ ମାନିବାକୁ ପଡିବ, ଆଜି ମୋର କାମକୁ ସେ ଅଧାରୁ ଅଧିକ ସାରି ଦେଇଛନ୍ତି। ମୁଁ ଖାଲି ଯାହା ଶାଗଟା ବାଛିଲି। ଆଉ ମତେ କହିଲେ ତମେ ସବୁବେଳେ ମତେ ରୋଷେଇ କରି ଖାଇବାକୁ ଦିଅ, ଆଜି ମୁଁ କରିଛି, ତମେ ଖାଇକି କୁହ କେମିତି ଲାଗୁଛି। ମୁଁ ଏଇଟା ଗାଧେଇକି ଆସିଥିଲି ତ ମୋ ଚୁଟିଟା ବି ଶୁଖି ନଥିଲା। ମୁଁ ଆଗ ସେଥିପାଇଁ ଖାଇବାକୁ ବସି ପଡିଲି। ସେ ମତେ କହିଲେ ମତେ ଖାଇକି କୁହ, ମୁଁ ତମର ଭିଡିଓ କରୁଛି। ସତରେ ଖାଇବାଟା ଏତେ ବଢିଆ ହେଇଥିଲା ନା, ମତେ ତ ବହୁତ ବଢିଆ ଲାଗିଲା। ଆଉ ରାତି ସମୟ ହେଇଯାଇଥିଲା, ତ ମୁଁ କହିଲି ତମେ ଆଜି ଦିନ ଯାକ ମୋ ପାଇଁ କାମ କରିଛ, ଆଜି ଏଇଟା ମୋ ତରଫରୁ ତମ ପାଇଁ ଗିଫ୍ଟ, ଗରମ ଗରମ କ୍ଷୀର।
ଦିଲ୍ଲୀରେ ଏବେ ବହୁତ ଥଣ୍ଡା ପଡୁଛି, ତା ସାଙ୍ଗରେ ବର୍ଷା ବି ହଉଛି। ଆଉ ରାତିରେ ଆମେ ଶୋଇଲା ବେଳକୁ ଆମର ଗରମ ଏସିଟା ଚଲାଉ। ତ ସେଥିପାଇଁ ମୁଁ ଭାବିଲି ଲୁଗାପଟା ଗୁଡାକ ଘର ଚେୟାର ଭିତରେ ଶୁଖେଇ ଦିଏ ଯେ କିଛି କିଛି ଶୁଖି ଯାଇଥିବ। କଣ କରିବା, ଏତେ ମାନେ ବର୍ଷା ହଉଛି ଯେ ଲୁଗାପଟା ଶୁଖିବାକୁ ବି ଜାଗା ନାହିଁ। ଏପଟେ ଶୋଇବା ସମୟ ହେଇଯାଇଥିଲା, ତ ମୁଁ ବ୍ଲାଙ୍କେଟ ଗୁଡାକ ସବୁ ସଜଉଥିଲି, ମାନେ ପକଉଥିଲି ସଜେଇକି ଶୋଇବା ପାଇଁ। ଯଦି ଆପଣମାନଙ୍କୁ ଭିଡିଓଟି ଭଲ ଲାଗିଛି ତାହେଲେ ଯେମିତି ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ରହିଲି, ନମସ୍କାର।